ଯୁଗ ଯୁଗରୁ ଏହି ଦ୍ୱନ୍ଦ୍ୱ ଲାଗି ରହିଛି। କର୍ମ ବଡ଼ ନା ଭାଗ୍ୟ ବଡ଼? ଏହି ସମସ୍ୟା ମଧ୍ୟରେ ମଣିଷ ସମାଜ ସବୁବେଳେ ରହିଥାଏ। ଭାଗ୍ୟକୁ କ'ଣ ପରିବର୍ତ୍ତନ କରିହେବ? ବହୁତ ଲୋକ କୁହନ୍ତି ଭାଗ୍ୟରେ ଯାହା ଲେଖା ଅଛି ତାହା ଆମେ ନିଶ୍ଚିତ ଭୋଗିବା, ତା ଛଡ଼ା ଅନ୍ୟ କୌଣସି ଆମ ପାଖରେ ରାସ୍ତା ହିଁ ନାହିଁ। କିନ୍ତୁ କିଛି ଲୋକ କୁହନ୍ତି ନା, ଭାଗ୍ୟକୁ ମଧ୍ୟ ପରିବର୍ତ୍ତନ କରିହେବ। ଦୁନିଆରେ ଦୁଇ ରକମର ଲୋକ ଅଛନ୍ତି, ଭାଗ୍ୟବାଦୀ ଓ କର୍ମବାଦୀ। ସମସ୍ତଙ୍କ ମନରେ ଏହି ଗୋଟେ ପ୍ରଶ୍ନ ଆସୁଥିବ କି ସତରେ କ'ଣ ଭାଗ୍ୟକୁ ପରିବର୍ତ୍ତନ କରିହେବ? ହଁ, ନିଶ୍ଚୟ କରିହେବ। କେବଳ କର୍ମ ଦ୍ୱାରା ଆମେ ଆମ ଭାଗ୍ୟକୁ ପରିବର୍ତ୍ତନ କରିପାରିବା। ଆପଣଙ୍କର ଗୋଟେ ଛୋଟ କର୍ମ ଆପଣଙ୍କ ଜୀବନକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଦେଇପାରେ। ଏକଥା ସର୍ବଦା ବିଶ୍ୱାସ କରନ୍ତୁ। ଏହି ସୁନ୍ଦର କାହାଣୀ ମାଧ୍ୟମରେ ଜାଣନ୍ତୁ କି କିପରି ନିଜର କର୍ମ ଦ୍ୱାରା ଆମେ ଭାଗ୍ୟକୁ ପରିବର୍ତ୍ତନ କରିପାରିବା। ଗୋଟେ କଥା କୁହାଯାଏ, ବିଶ୍ୱାସ କରିଲେ ହରି ମିଳନ୍ତି, ବିଶ୍ୱାସରେ ହିଁ ଭଗବାନ ଥାଆନ୍ତି। ଆମେ ଯଦି ବିଶ୍ୱାସ ନ କରନ୍ତି ତେବେ ସେହି ଭଗବାନ ହିଁ ପଥର ହୋଇଯାଆନ୍ତି। ତେଣୁ ଆମକୁ ଯଦି ଜୀବନରେ ଉଚ୍ଚତମ ଅବସ୍ଥାକୁ ପ୍ରାପ୍ତ କରିବାର ଅଛି, ଆମକୁ ଏହି ଅମୂଲ୍ୟ ଜ୍ଞାନକୁ ବିଶ୍ୱାସ କରିବାକୁ ପଡ଼ିବ ଏବଂ ତାକୁ ଜୀବନରେ ଲଗାଇବାକୁ ପଡ଼ିବ। କୌଣସି ଏକ ଅଞ୍ଚଳରେ ଜଣେ ବ୍ୟକ୍ତି ରହୁଥିଲେ। ସେ ବହୁତ ଶାନ୍ତ, ସରଳ ଓ ନିରୀହ ଥିଲେ। ତାଙ୍କୁ ଲାଗେ ମୁଁ ବହୁତ ଭଲ। ତାଙ୍କର କାହା ସହିତ ଶତ୍ରୁତା ନାହିଁ। ସେ କାହାର କ୍ଷତି ମଧ୍ୟ କରନ୍ତି ନାହିଁ କି କାହାର ମଙ୍ଗଳ ମଧ୍ୟ କରନ୍ତି ନାହିଁ। ତାଙ୍କୁ ଲାଗେ ମୁଁ ଗୋଟେ ସୁନ୍ଦର ମଣିଷ। ବାହାର ଲୋକମାନେ ମଧ୍ୟ ତାଙ୍କୁ କେହି ଖରାପ କୁହନ୍ତି ନାହିଁ। ତାଙ୍କର ଦୃଢ଼ ବିଶ୍ୱାସ ଥାଏ କି ମୁଁ ମୃତ୍ୟୁ ପରେ ଗୋଟେ ଭଲ ସ୍ଥାନରେ ରହିବି, କାରଣ ମୁଁ କାହାର କ୍ଷତି କରୁନାହିଁ। ମୋର ଆଚାର ବ୍ୟବହାର ମଧ୍ୟ ଠିକ୍ଠାକ୍ ଅଛି। ତାଙ୍କର ଏହି ବିଶ୍ୱାସ ସଦା ସର୍ବଦା ନିଜ ଉପରେ ଥାଏ। ତାଙ୍କ ଘର ପାଖରେ ଗୋଟେ ଗଛରେ ଛୋଟ ଚଢ଼େଇଟିଏ ରହୁଥାଏ। କୁନି ଚଢ଼େଇଟିଏ ବହୁତ ବର୍ଷ ହେଲା ରହିଛି। ଏ ଲୋକ ଜଣକ ଯେତେବେଳେ ସକାଳେ ଯାଆନ୍ତି, ବଗିଚା ପାଖରେ ବୁଲନ୍ତି, ଦେଖନ୍ତି ଛୋଟ ଚଢ଼େଇଟି ବସିଛି ଆଉ କିଚିରି ମିଚିରି ଶବ୍ଦ କରୁଛି। ସେ ମଧ୍ୟ ତା କାମରେ ଲାଗିପଡ଼େ। ଏଥିମଧ୍ୟରେ ସେ ବ୍ୟକ୍ତି ଜଣକ ତାଙ୍କ କର୍ମକ୍ଷେତ୍ରରେ ବାହାରିଛନ୍ତି ଏବଂ ରାସ୍ତାରେ ଚାଲି ଚାଲି ଯାଉଛନ୍ତି। ସେ ରାସ୍ତାରେ ଯିବା ସମୟରେ ହଠାତ୍ ଦେଖିଲେ ଗୋଟେ ଛୋଟ ଜାଗାରେ ନିଆଁ ଲାଗିଛି। କୁଡ଼ିଆଟି ହୁତୁ ହୁତୁ ହୋଇ ଜଳୁଛି। କୁଡ଼ିଆ ଭିତରେ ଗୋଟେ ଗରିବ ପିଲାଟି ରହିଛି। ସେ ନିଆଁ ମଧ୍ୟରୁ ବାହାରି ପାରୁନି। ତା ମଧ୍ୟରେ ଛୋଟ ଛୋଟ ଜୀବଜନ୍ତୁ ଅଛନ୍ତି। ସେମାନେ ବହୁତ ପ୍ରଚେଷ୍ଟା ପରେ ନିଆଁରୁ ବାହାରି ପାରୁନାହାନ୍ତି। ଶହ ଶହ ଲୋକମାନେ ରାସ୍ତା କଡ଼ରେ ଠିଆ ହୋଇଛନ୍ତି। ଆଉ ଏହି ସାଧାରଣ ଭଦ୍ରଲୋକ ଜଣକ ରାସ୍ତାରେ ଚାଲି ଚାଲି ଯାଉ ଯାଉ ସେଠାରେ ମଧ୍ୟ ଅଟକି ଗଲେ। ସେ ମଧ୍ୟ ଛିଡ଼ା ହୋଇଗଲେ। ସମସ୍ତେ ସେଠାରେ ଛିଡ଼ା ହୋଇକି ମୁଣ୍ଡରେ ହାତ ଦେଇଥାନ୍ତି। କିପରି ନିଆଁ ଭିତରୁ ସମସ୍ତେ ବାହାରିବେ? ସେ ପଶୁ ପକ୍ଷୀ ଓ ଗରିବ ପରିବାର ନିଆଁରେ ଡହଳ ବିକଳ ହେଉଥାନ୍ତି। ସମସ୍ତେ ଛିଡ଼ା ହୋଇ ଏସବୁ ବିଷୟରେ ଆଲୋଚନା କରୁଛନ୍ତି। ଏହି ସମୟରେ ଦେଖିଲେ ଗୋଟେ ଛୋଟ ଚଢ଼େଇଟି ସେ ନିଆଁ ପାଖରେ ବୁଲୁଛି। କ'ଣ ଗୋଟିଏ ଏପଟ ସେପଟ ସେ କରୁଛି, ଘୁରି ବୁଲୁଛି। ଆଉ କିଛି ସମୟ ପରେ ସେ ଉଭାନ ହୋଇଗଲା। ସମସ୍ତେ ଭାବିଲେ ସେ ଛୋଟ ଚଢ଼େଇଟି ନିଆଁ ଧାସରେ ଜଳିଗଲା ବୋଲି। ଭୁଲରେ ଯେତେବେଳେ ନିଆଁ ପାଖକୁ ଆସିଛି, ଜଳିପୋଡ଼ି ଧ୍ୱଂସ ହୋଇଯାଇଛି। ଏ ଜିନିଷ ଉପରେ ବିଶେଷ କେହି ଗୁରୁତ୍ୱ ଦେଲେ ନାହିଁ। ସମସ୍ତେ ସମସ୍ତଙ୍କ ରାସ୍ତାରେ ଚାଲିଗଲେ। ନିଆଁ ନିଭାଳି ଆସିଲେ। ସେମାନଙ୍କର ଯାହା ସବୁ କରିବା କଥା କରିଲେ। ପିଲାଟିକୁ ଉଦ୍ଧାର କରିଲେ ଏବଂ ଜୀବଜନ୍ତୁ ଯେଉଁମାନେ ସବୁ ଥିଲେ ସେମାନଙ୍କୁ ମଧ୍ୟ ଉଦ୍ଧାର କରିଲେ। ଆଉ କିଛି ନଷ୍ଟ ହୋଇଯାଇଥିଲେ, ଆଉ କିଛି ଉଦ୍ଧାର ହେଲେ। ଏ ଘଟଣାଟି ସମ୍ପୂର୍ଣ୍ଣ ରୂପେ ସମସ୍ତଙ୍କ ମନରୁ ଚାଲିଗଲା। କିଛି ବର୍ଷ ପରେ ଏହି ସାଧାରଣ ବ୍ୟକ୍ତି ଜଣଙ୍କର ମୃତ୍ୟୁ ହେଲା। ତାଙ୍କର ଦୃଢ଼ ବିଶ୍ୱାସ ଥାଏ କି ମୁଁ ଜଣେ ଭଲ ଲୋକ, ମୋର ମୃତ୍ୟୁ ପରେ ମୁଁ ନିଶ୍ଚୟ ଭଲ ସ୍ଥାନରେ ରହିବି। ଈଶ୍ୱରଙ୍କ ପାଖରେ ଯାଇ ପହଞ୍ଚିଲା। ଯେତେବେଳେ ଯାଇ ପହଞ୍ଚିଲା
ତାର କର୍ମ ହିସାବରେ ତାର ସ୍ଥାନ ପ୍ରାପ୍ତ ହେଲା। କିନ୍ତୁ ସେ ଦେଖିଲା ତାର ପାଖରେ ଗୋଟେ ଉଚ୍ଚତମ ଅବସ୍ଥାରେ ଉଚ୍ଚତମ ସ୍ଥାନରେ ଆଉ ଜଣେ କେହି ବସିଛନ୍ତି, ଆଉ ସେ ମଝିରେ ମଝିରେ ସେ ଲୋକଟିକୁ ଦେଖି ହସୁଛନ୍ତି। ସେ ବ୍ୟକ୍ତି ଜଣକ ପରମାତ୍ମାଙ୍କୁ ପଚାରିଲେ, ହେ ପ୍ରଭୁ, ଏ ମୋତେ ଦେଖିକି କାହିଁକି ହସୁଛନ୍ତି? ଇଏ ଏତେ ଉଚ୍ଚ ସ୍ଥାନରେ କାହିଁକି ଅଛନ୍ତି? ପରମାତ୍ମା କହିଲେ, ବାବୁ, ତୁମେ ଚିହ୍ନି ପାରୁନ କି? ଏହି ଉପରେ ଯିଏ ବସିଛନ୍ତି ସେ ହେଉଛି ତୁମ ବଗିଚାରେ ଥିବା ଛୋଟ ଚଢ଼େଇଟି। ଏ ବ୍ୟକ୍ତି ଜଣକ ଆଶ୍ଚର୍ଯ୍ୟ ହୋଇଗଲେ। ଆରେ ସତରେ ତ, ମୋ ବଗିଚାରେ ଚଢ଼େଇଟି ଥିଲା। ସେ କିଛି ବର୍ଷ ହେଲା ମରିଗଲାଣି କେବେଠାରୁ। ସେ ଆଶ୍ଚର୍ଯ୍ୟ ହୋଇ କହିଲେ, ମୁଁ ଏତେ ଶାନ୍ତ ସରଳ ଭଦ୍ର ହୋଇ ତଥାପି ମୋତେ ଏହି ସ୍ଥାନ ମିଳିଛି, କିନ୍ତୁ ଆପଣ ତାଙ୍କୁ ଏତେ ଉଚ୍ଚ ସ୍ଥାନ ଦେଇଛନ୍ତି। କ'ଣ ଏହାର କାରଣ ହୋଇପାରେ? ଏ ତ ପକ୍ଷପାତ। ଈଶ୍ୱର ସେତେବେଳେ କହିଲେ, ବାବୁ, ତୁମେ ଭୁଲି ଯାଇଛ କି? ମନେ ପକାଅ, କିଛି ବର୍ଷ ପୂର୍ବରୁ ତୁମେ ରାସ୍ତାରେ ଯାଉଥିଲ। ସେହି ସମୟରେ ଗୋଟେ ଛୋଟ କୁଡ଼ିଆ ଜଳୁଥିଲା। ସେହି ନିଆଁ ଭିତରେ କିଛି ପଶୁପକ୍ଷୀ ଆଉ ଗୋଟେ ଗରିବ ପରିବାର ଫସି ଯାଇଥିଲେ। ସେମାନେ ଜୀବନ ରକ୍ଷା ପାଇଁ ବହୁତ ଚେଷ୍ଟା କରୁଥିଲେ। ତୁମେମାନେ ଶହ ଶହ ଲୋକ ସେଠାରେ ଛିଡ଼ା ହୋଇଥିଲ, ଦେଖୁଥିଲ, ଆଉ ସମସ୍ତେ ବିଚାର କରୁଥିଲ କେମିତି ଏମାନେ ବାହାରି ଯାଆନ୍ତେ କି? କିନ୍ତୁ ଏହି ଛୋଟ ଚଢ଼େଇଟି ଚେଷ୍ଟା କରୁଥିଲା ଏ ନିଆଁଟା କିପରି ଲିଭିବ ବୋଲି। ସେ ଟିକି ଚଢ଼େଇଟି ଯେଉଁଠି ଯାହା ମିଳୁଥିଲା ସେ ଚେଷ୍ଟା ଚଳାଇଥିଲା ନିଆଁ ଲିଭାଇବାକୁ। କେତେବେଳେ ପତ୍ର ଠୁଙ୍ଗାରେ ଟିକେ ପାଣି ଆଣି ପକାଇ ଦେଉଥିଲା, କେତେବେଳେ ଅନ୍ୟାନ୍ୟ ଜିନିଷ ଆଣି ନିଆଁକୁ ଫିଙ୍ଗି ଦେଉଥିଲା, କାଳେ ନିଆଁଟା ଲିଭିଯିବ କି। ଏ ସମସ୍ତ ଜିନିଷ କରିବା ମଧ୍ୟରେ ଯେତେବେଳେ ସେ ନିଆଁ ପାଖକୁ ପଳେଇ ଆସିଛି, ସେତେବେଳେ ସେ ଜଳିପୋଡ଼ି ଧ୍ୱଂସ ହୋଇଗଲା। ଆଉ ସେହିଦିନଠାରୁ ତାର ମୃତ୍ୟୁ ପ୍ରାପ୍ତ ହେଲା ପରେ ସେ ଏହି ଉଚ୍ଚତମ ଅବସ୍ଥାରେ ବସିଛି। ସେତେବେଳେ ସେ ବ୍ୟକ୍ତି ଜଣକ ଭାବିଛନ୍ତି, ଠିକ୍ କଥା, ସେହି ନିଆଁ ପାଖରେ ଯେଉଁ ଚଢ଼େଇ ବୁଲୁଥିଲା ସେ ମୋ ବଗିଚାର ଚଢ଼େଇ ଭଳିଆ ଲାଗୁଥିଲା। ତାପରେ ସେ ଜଳିପୋଡ଼ି ଧ୍ୱଂସ ହୋଇଯାଇଛି। ସେହି ଚଢ଼େଇ ଏଠି ଆସି ବସିଯାଇଛି। ଏସବୁ ଦେଖିକି ସେ ଆଶ୍ଚର୍ଯ୍ୟ ହେଲା। କ'ଣ ସେ କରିଲା? କ'ଣ ଏହି ଛୋଟିଆ କର୍ମ ଦ୍ୱାରା ସେ ଚଢ଼େଇ ଉଚ୍ଚତମ ଅବସ୍ଥା ପ୍ରାପ୍ତ କରିଦେଲା? ଈଶ୍ୱର ସେତେବେଳେ କହିଲେ, ବାବୁରେ, ଏ ଦୁନିଆରେ ବହୁତ ଲୋକ ଭାବିଥାନ୍ତି ଯେ ମୁଁ ଠିକ୍ ଅଛି, ମୋର କାହା ସହିତ ଶତ୍ରୁତା ନାହିଁ, ମୋର ବ୍ୟବହାର ଭଲ, ମୁଁ ବହୁତ ଭଲ କର୍ମ କରୁଛି। କିନ୍ତୁ ସେ ପର ପାଇଁ କେତେ ବଞ୍ଚିଛି, ସେ ପର ପାଇଁ କେତେ କ'ଣ କରିଛି, ସେ ପର କଥା କେତେ ଭାବିଛି। ଏ ବିଶ୍ୱରେ ଯେତେ ବି ଲୋକ ଅଛନ୍ତି ସମସ୍ତେ ନିଜ କଥା ଭାବିଥାନ୍ତି, କିପରି ଅର୍ଥ ରୋଜଗାର କରିବେ, କିପରି ଭଲରେ ରହିବେ, ଖୁସିରେ ରହିବେ। ସମସ୍ତେ ନିଜ ସ୍ୱାର୍ଥ କଥା ଭାବନ୍ତି। କିନ୍ତୁ ସେ ଛୋଟ ଚଢ଼େଇଟି ପର ପାଇଁ ନିଜେ ଜଳିଗଲା। ସେଠାରେ ଏତେ ଲୋକ ଠିଆ ହୋଇଥିଲେ, କିନ୍ତୁ ସେ ଛୋଟ ଚଢ଼େଇଟି ଅନ୍ୟକୁ ବଞ୍ଚାଇବାକୁ ଚେଷ୍ଟା କରୁଥିଲା। ଆପଣ କିଛି ବି କର୍ମ କରନ୍ତୁ, କିନ୍ତୁ ସେଥିରେ ବ୍ୟକ୍ତିଗତ ସ୍ୱାର୍ଥ ନଥିବା ଦରକାର। ବନ୍ଧୁମାନେ, ମନେ ରଖନ୍ତୁ, ଗୋଟେ ଛୋଟ କର୍ମ ଦ୍ୱାରା ଆମର ଭାଗ୍ୟ ପରିବର୍ତ୍ତନ ହୋଇପାରିବ। ଯେମିତି ଗୋଟେ ଛୋଟ ଚଢ଼େଇଟେ ସାମାନ୍ୟ ମନୋବୃତ୍ତି ଦେଖାଇ ସାମାନ୍ୟ କର୍ମଟିଏ କରି ଉଚ୍ଚତମ ଅବସ୍ଥା ପ୍ରାପ୍ତ କରିଦେଲା। ତେଣୁ ମଣିଷ ଏସବୁ ଜାଣିବା ଉଚିତ, କର୍ମବାଦୀ ହେବା ଉଚିତ, ଭାଗ୍ୟବାଦୀ ନୁହେଁ। କାରଣ ଭାଗ୍ୟବାଦୀ ଅଦୃଶ୍ୟ। ଆପଣ କ'ଣ ଗତ ଜନ୍ମରେ କରିଥିଲେ ସେସବୁ ଆପଣଙ୍କ ହାତରେ ନାହିଁ। ଆପଣ ଯଦି ତାକୁ ଧରି କାନ୍ଦି ବସିବେ, ଏ ଜନ୍ମ ମଧ୍ୟ ଚାଲିଯିବ। ତେଣୁ ସବୁବେଳେ ପର ପାଇଁ ମଙ୍ଗଳ ଚିନ୍ତା କରନ୍ତୁ, ଅନ୍ୟକୁ ସାହାଯ୍ୟ କରିବା ଶିଖନ୍ତୁ ବିନା ସ୍ୱାର୍ଥରେ। ସେହି ଛୋଟିଆ କର୍ମ ଆପଣଙ୍କୁ ଉଚ୍ଚତମ ସ୍ଥାନରେ ବସାଇବ। ସବୁବେଳେ ଅନ୍ୟର ଉପକାର କରନ୍ତୁ, ଅନ୍ୟ ପାଇଁ ଭଲ ଭାବନା ରଖନ୍ତୁ, ଅନ୍ୟର ମଙ୍ଗଳ ଚିନ୍ତା କରନ୍ତୁ। ଭଗବାନ ଆପଣଙ୍କୁ ସେହି ଉଚ୍ଚତମ ସ୍ଥାନରେ ବସାଇବେ। ଯଦି ମୋର ଏହି ବାର୍ତ୍ତା ଗୁଡ଼ିକ ଆପଣମାନଙ୍କୁ ଭଲ ଲାଗିଥାଏ, ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ଏହିପରି ନୂଆ ନୂଆ କାହାଣୀ ଜାଣିବା ପାଇଁ ଆମ ଚ୍ୟାନେଲ ସହିତ ଯୋଡ଼ି ହୋଇକି ରୁହନ୍ତୁ। ପୁନର୍ବାର ଦେଖା ହେବ ଏକ ନୂତନ ଭିଡ଼ିଓ ମାଧ୍ୟମରେ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ନମସ୍କାର।